ସାଙ୍ଗର ଟିକେ ଭୁଲ ପାଇଁ ଗୋଟାଏ କିଲୋ ଭେଣ୍ଡି ଗୋଟାଏ ଦିନରେ ଖାଇବାକୁ ପଡ଼ିଲା। ହଁ ସାଙ୍ଗମାନେ, ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡ, ଜୟ ଜଗନ୍ନାଥ। ସକାଳୁ ସକାଳୁ ଗାଧୋଇ ପାଧୋଇ ମୁଁ ହେଇଗଲି ରେଡ଼ି। ଆଜି ମୋ ମୁଣ୍ଡ ବହୁତ ଜୋରେ ବିନ୍ଧୁଥିଲା, ଯେଉଁଥିପାଇଁ କି ପ୍ରଥମେ ଟିକେ ଚାହା କରିକି ପିଆଗଲା। ଆଉ ଚାହାଟାକୁ ପିଇ ଦେଇ ମୁଁ ଚାଲିଲି ଭେଣ୍ଡି ଗୁଡ଼ିକୁ ବାଛିବା ପାଇଁ। ହଁ ସାଙ୍ଗମାନେ, ଏମିତି ଭୁଲା ମନେ ହେଲେ କ'ଣ ହେବ? ଭେଣ୍ଡି ଗୁଡ଼ିକୁ ଆଣି ଗାଡ଼ି ଡିକିରେ ଥୋଇ ତାଙ୍କୁ ଖରାରେ ଥୋଇ ଦେଇଥିଲି ଯେ ଭେଣ୍ଡି ଗୁଡ଼ିକର ଅବସ୍ଥା ପୁରା ଖରାପ ହେଇଯାଇଥିଲା, ଯେଉଁଥିପାଇଁ କି ଆମକୁ ଗୋଟାଏ ଦିନରେ ସବୁତିକ ଭେଣ୍ଡି ସାରିବାକୁ ପଡ଼ିଲା। ସେଥିପାଇଁ ପରା ମୁଁ ସକାଳୁ ଆଗ ଭେଣ୍ଡି ଆଳୁକୁ ପୁରା ଭଲସେ ଭାଜି ଦେଇଥିଲି ରୁଟିରେ ଖାଇବା ପାଇଁ। ତାପରେ ଭେଣ୍ଡି ଗୁଡ଼ିକୁ ବେସରରେ ବନେଇ ଦେଇଥିଲି ଦ୍ୱିପହରେ ଭାତରେ ଖାଇବା ପାଇଁ। ଆଉ ସିଏ ତ ଭୁଲିଲେ, ମୁଁ ବି ଭୁଲିଗଲି ବେସର ତରକାରୀଟା କରିଛି, ସେଥିରେ ଆମ୍ବୁଲ ପକେଇଲିନି। ଏଇଠି ଦେଖୁନାହାନ୍ତି କେମିତି ମୁଁ ପ୍ରଥମେ ଭେଣ୍ଡି ଭାଜିଦେଲି। ଭେଣ୍ଡି ଭାଜି ସାରିଲା ପରେ, ଭେଣ୍ଡି ଭାଜି ହେଇଗଲା ପରେ ମୁଁ ଆଳୁକୁ ଭାଜି ଦେଇଥିଲି। ଆଉ ଆଳୁ ଭାଜି ହେଇଗଲା ପରେ ବେସରକୁ ଦେଇଥିଲି। ବେସର ତ ବେଶୀ ସମୟ କଷିଲେ ପିତା ହେଇଯିବ, ବୋଉ ଆମର କୁହନ୍ତି। ସେଥିଲାଗି ବେସରକୁ ବେଶୀ ସମୟ ନ କଷି ମୁଁ ଅଳ୍ପ ସମୟ ଟିକେ ଘାଣ୍ଟି ଘୁଣ୍ଟି ଦେଇ ଆଳୁରେ ତାପରେ ପାଣି ଦେଇ ଦେଇଥିଲି। ଆଉ ପାଣି ଫୁଟି ସାରିଲା ପରେ ଭେଣ୍ଡି ପକେଇ ଦେଇଥିଲି। ଭେଣ୍ଡି ପକେଇଲି, କିନ୍ତୁ ଆମ୍ବୁଲ ସେଇଠି ଥିଲା, ଭୁଲିଗଲି ପକେଇବା ପାଇଁ, ଯେଉଁଥିପାଇଁ କି ପଛରେ ମୋତେ ଖାଇଲା ବେଳକୁ ଆଉ ଥରେ ପକେଇବାକୁ ପଡ଼ିଲା। କିନ୍ତୁ ଆପଣମାନେ ନିଶ୍ଚୟ ଗୋଟେ ଆମ୍ବୁଲଟା ପକେଇବେ, କାରଣ ଭେଣ୍ଡି ଆଳୁର ବେସରରେ ଆମ୍ବୁଲ ଟିକେ ପଡ଼ିଲେ ସ୍ୱାଦଟା ତାର ଦ୍ୱିଗୁଣ ହେଇଯାଏ। ଏଇଠି ଦେଖନ୍ତୁ ମୋର ତରକାରୀ ହେଇଯାଇଛି ରେଡ଼ି। ମୁଁ ତରକାରୀକୁ ବାଢ଼ି ଦେଲି ତାଙ୍କୁ ଖାଇବା ପାଇଁ। ଆଉ ଖାଇ ପିଇ ଦେଇ ଆମେ ଗଲୁ ଶୋଇବା ପାଇଁ। ମୋ ଭିଡ଼ିଓଟି ଯଦି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଆଉ କିଛି ନୂଆ ଭିଡ଼ିଓ ଭଲ କରି ଆଣିବି ବୋଲି କଥା ମୁଁ ଦେଲି।